ଛାତିରେ କଫ ଜଡ଼ି ନିଶ୍ୱାସ ନେଇ ପାରୁନାହାନ୍ତି କି? କାଶି କାଶି ତଣ୍ଟି ପଡ଼ି ଯାଉଛି କି? ଏକାଥରରେ କଫ ତରଳି ଯିବ। ବହୁଦିନ ଧରି କଫ ଫୁସଫୁସରେ ରହିଲେ ଟିଭି ପରି ରୋଗରେ ଆକ୍ରାନ୍ତ ହୋଇପାରନ୍ତି। କଫ ରହିଲେ ଜ୍ୱର, ଥଣ୍ଡା ଆଦି ସମସ୍ୟା ଶରୀରରେ ଲାଗି ରୁହେ। ଯଦି ଆପଣଙ୍କ ଗଳାରେ କଫ ଜମି ଗଳାକୁ ଇନଫେକ୍ସନ କରୁଛି, ତେବେ ଜାଣି ରଖନ୍ତୁ ଏହା ଛାତିରେ ଜମି ରହିଥିବା କଫ କାରଣରୁ ହେଉଛି। କଫକୁ ତରଳାଇ ଏକାଥରେ ଖସାଇବା ପାଇଁ ଆମେ ଏକ ଘରୋଇ ଉପାୟ କହିବୁ। ପ୍ରଥମେ ଜାଣିବା ତାର ପ୍ରସ୍ତୁତି। ପ୍ରଥମେ 5ରୁ 6ଟି ତେଜପତ୍ର ନେବେ, ତାକୁ ଭଲ ଭାବରେ ଟିକ୍ ଟିକ୍ କରି ଛିଡ଼ାଇ ନେବେ। ତେଜପତ୍ର ପ୍ରତ୍ୟେକ ରୋଷେଇ ଘରେ ତ ନିଶ୍ଚୟ ଥିବ। ତାପରେ ବଡ଼ ବଡ଼ 2 ଖଣ୍ଡ ଅଦା ନେବେ, ତାକୁ ଭଲ ଭାବରେ ଧୋଇ ଚୋପାକୁ ଛଡ଼ାଇ ନେବେ। ଅଦାକୁ ଛୋଟ ଛୋଟ ଚିପ୍ସ ସାଇଜରେ କାଟି ନେବେ। ତାପରେ ପାଣି ନେବେ 1 ଗ୍ଲାସ, ସେଥିରେ ଲବଙ୍ଗ 5ଟି ପକାଇବେ, ସେଥିରେ ଅଦା ଓ ତେଜପତ୍ରକୁ ପକାଇଦେବେ। ତାକୁ ଫୁଟାଇବେ ଅଧା ହେଲା ଯାଏ। ତାପରେ ହାଲକା ଉଷୁମ ଥିବ 5 ଚାମଚ ମହୁ ମିଶାଇ ସକାଳେ ଖାଲି ପେଟରେ ସେବନ କରିବେ। ଦେଖିବେ ଯେତେ ଦିନର ପୁରୁଣା କଫ ଥିଲେ ବି ଏକା ପାନରେ ଖସି ପଡ଼ିବ।